রঙ্গবতী গো রঙ্গবতী 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 কনকলতা হসি পদে কহন কথা এ লাজে লাজে গো লাজে 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 লই যাଉଛି মথা গো নাই কর অর্থ সপন রজা সপন রানী তাকে সুতা মালে হেলা তো গুতা রঙ্গবতী রঙ্গবতী। আজি হଉଛି ପଖାଳ ଦିବସ। ଗାଁରୁ ସହର ପୁରପଲ୍ଲୀ ସବୁଠି ଲୋକେ ପଖାଳ ଖାଉଛନ୍ତି ଏବଂ ବିଭିନ୍ନ ସଂସ୍ଥା ପକ୍ଷରୁ ସରକାରୀ ସ୍ତରରେ ମଧ୍ୟ ପଖାଳ ଦିବସ ପାଳନ କରାଯାଉଛି। ଆଉ ଏହି ଦିବସ ଅବସରରେ ଆମେ ପାଇଛୁ ଏମିତି ଜଣେ ଅତିଥିଙ୍କୁ ଯାହାଙ୍କୁ ସାରା ବିଶ୍ୱ ଜାଣିଛି। ତାଙ୍କର କାଳଜୟୀ ଲେଖା ପାଇଁ ଆମେ ବି ଗର୍ବିତ ଏବଂ ସମସ୍ତେ ଆମ ପୂର୍ବ ପିଢ଼ି ଆମ ପିଢ଼ି ଆଉ ଆମ ଉତ୍ତର ପିଢ଼ି ସେ ଗୀତକୁ ମନେ ରଖିଥିବେ। ସେ ହେଉଛନ୍ତି ଲୋକପ୍ରିୟ ସଙ୍ଗୀତ ରଙ୍ଗବତୀ ରଙ୍ଗବତୀ କନକଲତାର କାଳଜୟୀ ସ୍ରଷ୍ଟା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଆମ ସହିତ ରହିଛନ୍ତି। ଏ ପଖାଳ ଦିବସରେ ସେ ଯୋଗ ଦେଉଛନ୍ତି। ଆଜ୍ଞା ଜୁହାର, ନମସ୍କାର। ହଁ, ପଖାଳ ଦିବସରେ କାଣା କହିବା ଆଜ୍ଞା ଟିକେ ପହିଲା ଆରମ୍ଭ କରନ୍ତୁ। ପଖାଳ ଦିବସରେ ପ୍ରଥମେ ତ ମୁଁ ଓଡ଼ିଶାବାସୀ ସମସ୍ତଙ୍କୁ ନମସ୍କାର ଜଣାଉଛି, ତାଙ୍କୁ ସ୍ୱାଗତ ଅଭିନନ୍ଦନ ଜଣାଉଛି। ଆଉ ପଖାଳ ଦିବସ ପାଳନ ଆଜି ଆମର ଓଡ଼ିଶାରେ ଓଡ଼ିଆର ଅସ୍ମିତା ବି ଏବଂ ଆଜି ଏଇଟା ଗୋଟେ ଆନ୍ଦୋଳନର ରୂପ ନେଇଯାଇଛି। କାରଣ ଆଜି ଆମର ଓଡ଼ିଶାର 30ଟି ଜିଲ୍ଲାରେ ପଖାଳ ଦିବସ ପାଳନ ହେଉଛି। ଗାଁ ଗହଳିରେ ବିଭିନ୍ନ ଅନୁଷ୍ଠାନ ଏବଂ ଘରମାନଙ୍କରେ ବି ପଖାଳ ଦିବସର ମଜା ନେଉଛନ୍ତି। କିନ୍ତୁ ଆଜ୍ଞା କିଛି ବର୍ଷ ପୂର୍ବରୁ ପଖାଳ ଖାଇବା କଥା କହିଲେ ଲୋକ ସଂକୋଚ ପ୍ରକାଶ କରୁଥିଲେ, ଖୋଲିକି କହୁନଥିଲେ। ଗୋଟେ ସମ୍ମାନ ହାନି ହେଲା ଭଳିଆ ଏମିତି ଏକ ମାନସିକତା ରହିଥିଲା କୋଉଠି ନା କୋଉଠି। ପ୍ରକୃତରେ ଏହା ଘଟୁଥିଲା ନା ନାହିଁ? ପ୍ରକୃତରେ ସେତେବେଳେ ଏଟା ନିକୃଷ୍ଟ ଖାଦ୍ୟ ସେମାନେ ନିଜେ ଭାବୁଥିଲେ। କାରଣ ଆମେ ଗୋଟେ ନିକୃଷ୍ଟ ଖାଦ୍ୟ ଖାଉଛୁ, ଲୋକକୁ ଦେଖାଇବା ବା କହିବା ପାଇଁ ଲାଜ ଲାଗୁଥିଲା। ତେଣୁ ଲାଜେ ଲାଜେ ଗೋ ଲାଜେ ଲାଜେ ଆସିଗଲା, ଲାଜ ତାଙ୍କୁ ଲାଗୁଥିଲା। ତେଣୁ ପ୍ରକୃତିରେ ଆଜି ଆଉ ସେ ଲାଜ ନାହିଁ। ଆତ୍ମସମ୍ମାନର ସହିତ ଗର୍ବର ସହିତ ଆମେ କହୁଛୁ ଧନୀଠୁ ନିର୍ଧନ ସମସ୍ତେ ପଖାଳ। ହଁ, ପଖାଳ ସମସ୍ତେ ଗୋଟେ ନର୍ନିର ଖାଇବା ପାଇଁ ଆମେ ଗର୍ବର ସହିତ ଖାଉଛୁ ବି। ଏବଂ ଏଇଟା ବୈଜ୍ଞାନିକ ମାନେ ବି ଡାକ୍ତରମାନେ ବି କହୁଛନ୍ତି ଯେ ସ୍ୱାସ୍ଥ୍ୟ ପାଇଁ ଭଲ। ଏବଂ ଖରା ଦିନେ ଆମେ ପଖାଳ ଖାଉଥିବାରୁ ଏ ପଖାଳ ପ୍ରକୃତି ପେଟକୁ ଥଣ୍ଡା ରଖେ ଏବଂ ସେଥିପାଇଁ ପଖାଳ ସହିତ ଦହି ମିଶାଇ ଦହି ପଖାଳ କରିକି ବି ଖାଉଛନ୍ତି, ବିଭିନ୍ନ ବ୍ୟଞ୍ଜନ କରିକି ବି ଖାଉଛନ୍ତି। ଧନୀରୁ ନିର୍ଧନ, ଗରିବରୁ ଖଟିଖିଆ ମୂଲିଆ ସମସ୍ତଙ୍କର ପ୍ରିୟ ଖାଦ୍ୟ ଏମିତି ଏକ ଖାଦ୍ୟ ଯାହାକି ସବୁ ବର୍ଗର, ସବୁ ବୟସର, ସବୁ ଶ୍ରେଣୀର ଲୋକଙ୍କର ପ୍ରିୟ ଖାଦ୍ୟ ହେଇପାରିଛି। ଆଜ୍ଞା ସମସ୍ତଙ୍କର ପ୍ରିୟ ଖାଦ୍ୟ ହେଇଛି। କାରଣ ଏହାର ମୂଳ ସ୍ରଷ୍ଟା ହେଉଛନ୍ତି ଚାଷୀମାନେ। ଚାଷୀମାନଙ୍କଠୁ ଆରମ୍ଭ ହୋଇଛି। ଚାଷୀ ତାର ବିଲ ମୁଣ୍ଡକୁ ପଖାଳ ଖୁରି ନେଇ ବା କଂସା ପଖାଳ ନେଇକି ସେ ଖାଉଥିଲା ଏବଂ ସେଥିପାଇଁ ସେ ଲଜ୍ଜିତ ହେଉଥିଲା। କିନ୍ତୁ ସେଟା ଯେତେବେଳେ ଆଦର ବଢ଼ି ବଢ଼ି ଚାଲିଲା ଏବଂ ଓଡ଼ିଶା କାହିଁକି ଆମର ଜାତୀୟ ସ୍ତର କାହିଁକି ବିଶ୍ୱ ସ୍ତରକୁ ବି ପଖାଳର ଗୌରବ କଥା ଚାଲିଗଲା। କାଳଜୟୀ କୃତି ଆପଣଙ୍କର ଏଇ ଅବସରରେ ନିଶ୍ଚିନ୍ତ ଆପଣଙ୍କୁ ଦେଖିଲେ ମନ ଇଚ୍ଛା ହବ। ଆପଣ ଯଦିଓ ରଚୟିତା ଗାୟକ ନୁହନ୍ତି କିନ୍ତୁ ଆପଣଙ୍କ ରଚନାରୁ ଟିକିଏ ଦର୍ଶକମାନଙ୍କ ପାଇଁ ଗାଇ ଦିଅନ୍ତୁ। ରଙ୍ଗବତୀ ଗೋ ରଙ୍ଗବତୀ 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 କନକଲତା ହସି ପଦେ କହନ କଥା ଏ ଲାଜେ ଲାଜେ ଗୋ ଲାଜେ 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 ଲଇ ଯାଉଛି ମଥା ଗো নাই কর অর্থ সপন রজা সপন রানী তাকে সুতা মালে হেলা তো গুতা ରଙ୍ଗବତୀ ରଙ୍ଗବତୀ। ଜୁହାର, ମୁଇଁ ତ ଗାୟକ ନୁହେଁ, କଣ୍ଠଶିଳ୍ପୀ ନୁହେଁ, ମୁଁ ଗୋଟେ ଉଚ୍ଚାରଣ ଖାଲି କରିଦେଲି ଆପଣମାନଙ୍କୁ ଲାଗି। ଠିକ୍ ଅଛି, ଧନ୍ୟବାଦ। ଆପଣଙ୍କ ରଚନା ନ ହେଇଥିଲେ ବିଶ୍ୱ ହୁଏତ ବଞ୍ଚିତ ହେଇଥାନ୍ତା ଏଭଳି ଏକ ଲୋକପ୍ରିୟ ଗୀତ ଶୁଣିବାକୁ। ଆଜ୍ଞା, ଆପଣ ହଉଛନ୍ତି ଜନନୀ, ଆପଣ ହଉଛନ୍ତି ସ୍ରଷ୍ଟା ଏଇ ଗୀତର। ଆପଣଙ୍କ କଲମୀ ଲେଖନୀ ମୁନରୁ ଯଦି ଏ ଗୀତଟି ଝରି ପଡ଼ିନଥାନ୍ତା ତାହେଲେ ଆମେ ସେ ଗୀତଟି ଶୁଣିବାରୁ ବଞ୍ଚିତ ହେଇଥାନ୍ତୁ। ନିଶ୍ଚିତ ଭାବରେ ଏଇଟା ମା ସମଲେଇଙ୍କର ଆଶୀର୍ବାଦ ଏବଂ ମୋ ମା ସମଲେଇ ପାଇଁ ସମର୍ପିତ। ତାଙ୍କର ଭାଷାକୁ ବଞ୍ଚେଇବା ପାଇଁ ସେ ମୋ କଲମରେ ଗୀତଟା ଝରେଇ ଦେଲେ। ହୁଏତ ଆଉ କାହାର କଲମରେ ଝରେଇଥାନ୍ତେ, କିନ୍ତୁ ସେ ତାଙ୍କର ଦୟାବଶତଃ ଯାହା ହଉ ମୋ କଲମରେ ଝରେଇ ଦେଲେ ଏବଂ ସମ୍ବଲପୁରୀ ଭାଷା ଗୋଟେ ଦମଦାର ଭାଷା ବୋଲି ଏହି ରଙ୍ଗବତୀ ଗୀତ ହିଁ ପରିଚିତ କରିଦେଲା ଏବଂ ତାପରେ ପରେ ସମ୍ବଲପୁରୀ ଭାଷା ଆଗକୁ ବଢ଼ି ବଢ଼ି ଚାଲିଛି ଏବଂ ଚାଲିଥିବ। ଆମେ ଏଇ ଦିବସ ଅବସରରେ ଆମେ ନିଶ୍ଚିନ୍ତ ଆଶା କରିବୁ, ଭଗବାନଙ୍କୁ ପ୍ରାର୍ଥନା କରିବୁ ଏଇ ବୟସର ସାୟନରେ ବି ଆପଣଙ୍କର
कलम सेमती शाणित होई थाउ आहुरी नुआ नुआ गीत आपण समाज को दियंतु हमको दियंतु मां समलें निकट आम प्रार्थना करूँ आज्ञा आज्ञा जोहार आप शुणुले प्रतिक्रिया शुणुले पखाड़ दिवस अनुचिंता विषय शुणुले रंगवती षष्ठांग अनुभूति कथा आप शुणुले मुहर रंगवती गीत आप शुणुले संबलपुर कैमरा पर्सन संजय कुमार जेना